ତୁଳସୀ ଦୁଇ ପତ୍ରରୁ ବାସେ। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ। କ୍ୱେଶ୍ଚନ୍ ନମ୍ବର 1, ସାମନ୍ତ ଚନ୍ଦ୍ରଶେଖର କେଉଁଠାରେ ଜନ୍ମଗ୍ରହଣ ହୋଇଥିଲେ? କେନ୍ଦ୍ରାପଡ଼ା, ନୟାଗଡ଼, ଖଣ୍ଡପଡ଼ା, କନ୍ତାପଡ଼ା। ରାଇଟ୍ ଆନ୍ସର୍ ଖଣ୍ଡପଡ଼ା। ତାପରେ କ୍ୱେଶ୍ଚନ୍ ନମ୍ବର 2, କେଉଁ ବିଦ୍ୟା ପାଇଁ ପଠାଣି ସାମନ୍ତକୁ ଲୋକମାନେ ମନେ ରଖିଛନ୍ତି? ଜ୍ୟୋତିଷ ବିଦ୍ୟା, ବିଜ୍ଞାନ ବିଦ୍ୟା, ସଂସ୍କୃତ, ଗଣିତ। ରାଇଟ୍ ଆନ୍ସର୍ ହେବ କୋଉଟା? ଜ୍ୟୋତିଷ। ସପ୍ତର୍ଷି ମଣ୍ଡଳରେ ଶେଷରେ ଥିବା ଋଷିଙ୍କ ନାମ କ'ଣ? ସପ୍ତର୍ଷି ମଣ୍ଡଳରେ ଶେଷରେ ଥିବା ଋଷିଙ୍କ ନାମ କ'ଣ? ଅଙ୍ଗିରା, ମରିଚି, ପୁଲସ୍ତ୍ୟ, ବଶିଷ୍ଠ। ରାଇଟ୍ ଆନ୍ସର୍ ମରିଚି। ସଠିକ୍ ବନାନ ଥିବା ଶବ୍ଦଟି ବାଛି ଲେଖ। ସାହାଯ୍ୟ, ସାହାର୍ଯ୍ୟ, ସାହାଯ୍ୟ, ସାହାଯ୍ୟ। ରାଇଟ୍ ଆନ୍ସର୍ ହେବ ଗଡ଼ି। 5 ନମ୍ବର, ଶୁଦ୍ଧ ଶବ୍ଦଟି ବାଛି ଲେଖ। ପରିଶ୍ରମୀ, 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 ପରିଶ୍ରମୀ। ରାଇଟ୍ ଆନ୍ସର୍ ହେଉଛି ଗଡ଼ି, ପରିଶ୍ରମୀ। ତ ପିଲାମାନେ ଏଠି କହିଦେବାକୁ ମୁଁ ଚାହେଁ, ଏ ଭିଡ଼ିଓଟି ହେଉଛି ଆମର ବୃତ୍ତି ପରୀକ୍ଷା ପାଇଁ, ଯେଉଁଟାକି ତୃତୀୟ ଶ୍ରେଣୀ ପଢ଼ି ସାରିଲା ପରେ ଶେଷରେ ହେଉଛି। ତ ହଁ, ଯେଉଁ ପିଲାମାନେ ଏ ଭିଡ଼ିଓଟାକୁ ଦେଖୁଛ ପ୍ଲିଜ୍ ଲାଇକ୍ ଟିକେ କର, ମୋତେ ମୋଟିଭେସନ୍ ମିଳିବ ଭିଡ଼ିଓ ବନେଇବା ପାଇଁ। ଆଉ ସବସ୍କ୍ରାଇବ୍ କରିବା, ସାଙ୍ଗସାଥିମାନଙ୍କୁ ସେୟାର କରିବା ହେଲା, ପ୍ଲିଜ୍ ପ୍ଲିଜ୍। ତାପରେ ଦେଖ, ପଠାଣି ସାମନ୍ତଙ୍କ ଘର ଅଗଣାଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା କେତେ ବୋଲି ହିସାବ କରିଥିଲେ? ରାଇଟ୍ ଆନ୍ସର୍ କେଉଁଟା ହେବ? ଏଇଟା ହେବ ନା ଏଇଟା, ନା ଏଇଟା, ନା ଏଇଟା? ଏଇଟା 1,51,200। 1,51,200 ପାହୁଣ୍ଡ। ଏ ହାତ ପାହୁଣ୍ଡ, ଏ ପାହୁଣ୍ଡରେ କୁହାଯାଇଥିଲା। ଇଏ ହେବ ଠିକ୍ ଉତ୍ତର। ତାପରେ ପଠାଣି ସାମନ୍ତ କାହାଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ? ତାଙ୍କ ବାପାଙ୍କ ଠାରୁ, ତାଙ୍କ ମାଆଙ୍କ ଠାରୁ, ଚାଟଶାଳୀ ଅବଧାନ ଠାରୁ, ଜଣେ ଜ୍ୟୋତିଷଙ୍କ ଠାରୁ। ରାଇଟ୍ ଆନ୍ସର୍ ତାଙ୍କ ବାପାଙ୍କ ଠାରୁ। ତାପରେ 8 ନମ୍ବର, ପଠାଣି ସାମନ୍ତକୁ ମହୋପାଧ୍ୟାୟ ଉପାଧି କିଏ ଦେଇଥିଲେ? ବ୍ରିଟିଶ ସରକାର, ଭାରତ ସରକାର, ଓଡ଼ିଶା ସରକାର, ଫରାସୀ ସରକାର। ରାଇଟ୍ ଆନ୍ସର୍ ହେଉଛି ବ୍ରିଟିଶ ସରକାର। ତାପରେ ପଠାଣି ସାମନ୍ତଙ୍କ ପିତାଙ୍କ ନାମ କ'ଣ ଥିଲା? ରାମଚନ୍ଦ୍ର ସିଂହ, ଗିରିରାଜ ସିଂହ, ଶ୍ୟାମ ସୁନ୍ଦର ସିଂହ, ନବରତ୍ନ ସିଂହ। ରାଇଟ୍ ଆନ୍ସର୍ ଶ୍ୟାମ ସୁନ୍ଦର ସିଂହ। ପଠାଣି ସାମନ୍ତକୁ କେଉଁ ଉପାଧି ମିଳିଥିଲା? ଉତ୍କଳ ବୀର, ମହାମହୋପାଧ୍ୟାୟ, ଉତ୍କଳ ଗୌରବ, ବାଣୀପୁତ୍ର। ରାଇଟ୍ ଆନ୍ସର୍ କେଉଁଟା? ମହାମହୋପାଧ୍ୟାୟ। ତାପରେ 11 ନମ୍ବର, ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ? ପ୍ରାଣକୃଷ୍ଣ ପରିଜା, ପଠାଣି ସାମନ୍ତ, ମଧୁବାବୁ, ଗୋପବନ୍ଧୁ ଦାସ। ପଠାଣି ସାମନ୍ତ। ତାପରେ 12 ନମ୍ବର, ପ୍ରାଚୀନର ବିପରୀତ ଶବ୍ଦ କ'ଣ ହେବ? ପ୍ରାଚୀନର ବିପରୀତ ନବୀନ, ପୁରାତନ, ପ୍ରାଚୀନତା, ନୂତନ। ରାଇଟ୍ ଆନ୍ସର୍ ହେବ ନବୀନ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମ ନେଇ ଓଡ଼ିଶାକୁ ମହାନ କରିଥିଲେ। ସେହି ସୁଯୋଗ୍ୟ ସନ୍ତାନ ହେଉଛନ୍ତି କିଏ? ରାଧାକୃଷ୍ଣ ପରିଜା, ସାରଙ୍ଗଧର ଦାସ, ପଠାଣି ସାମନ୍ତ, ରଘୁ ମହାନ୍ତ। ରାଇଟ୍ ଆନ୍ସର୍ ହେବ କେଉଁଟା? 13 ପଠାଣି ସାମନ୍ତ। କ୍ୱେଶ୍ଚନ୍ ନମ୍ବର 14, ପଠାଣି ସାମନ୍ତ ଉଦ୍ଭାବନ କରିଥିବା ସୂର୍ଯ୍ୟଘଡ଼ି ବର୍ତ୍ତମାନ କେଉଁଠାରେ ଶୋଭା ପାଉଛି? ରେଭେନ୍ସା କଲେଜ ହତାରେ, ସାମନ୍ତ ଚନ୍ଦ୍ରଶେଖର କଲେଜ ହତାରେ, ଜଗନ୍ନାଥ ମନ୍ଦିର ସମ୍ମୁଖରେ, କୋଣାର୍କ ମନ୍ଦିର ସମ୍ମୁଖରେ। ରାଇଟ୍ ଆନ୍ସର୍ ହେଉଛି ରେଭେନ୍ସା କଲେଜ ହତାରେ। ତାପରେ କ୍ୱେଶ୍ଚନ୍ ନମ୍ବର 15, କେଉଁ ଯନ୍ତ୍ରଟି ପଠାଣି ସାମନ୍ତ ଉଦ୍ଭାବନ କରିନଥିଲେ? ଅଣୁବୀକ୍ଷଣ ଯନ୍ତ୍ର, ଶଙ୍କୁ, ଖଗୋଲ, ଉଲମ୍ବଚକ। ଏଇଟା ଉଦ୍ଭାବନ କରିଥିଲେ। ଏଇଟାକୁ କରିଥିଲେ, ଏଇଟା କରିଥିଲେ, ଏଇଟା କରିଥିଲେ, ଏ କରିନଥିଲେ ହେଲା। ତେଣୁକରି ଏଇଟା ହିଁ ହେବ ହେଲା। ତାପରେ ଦେଖ 16 ନମ୍ବର, ସଠିକ୍ ବନାନ ଥିବା ଶବ୍ଦଟି ବାଛି ଲେଖ।
ନିରୀକ୍ଷଣ 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 ନିରୀକ୍ଷଣ। ରାଇଟ୍ ଆନ୍ସର ଏଇଟା ହିଁ ହେବ। ବନାନ ଦୃଷ୍ଟିରୁ ଶୁଦ୍ଧ ଶବ୍ଦଟି ବାଛି ଲେଖ। ଜ୍ୟୋତିର୍ବିଦ ଜ୍ୟୋତିର୍ବିଦ ହଁ ଏଇଟା ହିଁ ଠିକ୍ ଅଛି। ଜ୍ୟୋତିର୍ବିଦ ଏଇ ଏଇଟା କ'ଣ? ଏଇଟା ଜ୍ୟୋତିର୍ବିଦ ଗଟା ହେଉଛି ଜ୍ୟୋତିର୍ବିଦ। ତେଣୁକରି ସବୁଠୁ ଇଏ ହେଉଛି ଠିକ୍। ତୁମେ ଦେଖିବ ବହି ଭଲ କି ସବୁବେଳେ ବହି ପଢ଼ିଲେ କେଉଁଠି କେମିତି ଲେଖା ହେଉଛି, ତାପରେ ଯଦି ଧ୍ୟାନ ଦେବା ଆମେ ଠିକ୍ ଜିନିଷଟାକୁ ବାଛିପାରିବା। ତାପରେ କ୍ୱେଶ୍ଚନ୍ ନମ୍ବର 18, ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଓଡ଼ିଶାର କେଉଁ ଜିଲ୍ଲାରେ? କୋରାପୁଟ, ବାଲେଶ୍ୱର, ନୟାଗଡ଼, କଟକ। ନୟାଗଡ଼ ଜିଲ୍ଲା। ତାପରେ କ୍ୱେଶ୍ଚନ୍ ନମ୍ବର 19, ପଠାଣି ସାମନ୍ତ ନିମ୍ନଯନ୍ତ୍ର ମଧ୍ୟରୁ କେଉଁଠି ତିଆରି କରି ନଥିଲେ? ମାନଯନ୍ତ୍ର, ଶଙ୍କୁ, ଉଲମ୍ବୀ ଚକ୍ର, ତାପମାନ ଯନ୍ତ୍ର। ତାପମାନ ଯନ୍ତ୍ର ଉଦ୍ଭାବନ କରିନଥିଲେ। ତାପରେ 20 ନମ୍ବର, ସୁଯୋଗର ବିପରୀତ ଶବ୍ଦ କ'ଣ? ସୁଯୋଗର ବିପରୀତ ଶବ୍ଦ ଏ ଭିତରୁ କେଉଁଟା? ଦୁର୍ଯୋଗ। ଇଏ ହେବ ଠିକ୍ ଉତ୍ତର। ତାପରେ କେଉଁଟି ଗଛର ପ୍ରତିଶବ୍ଦ? ଗଛର ପ୍ରତିଶବ୍ଦ ମାନେ ଗଛର ଅନ୍ୟ ଗୋଟେ ନାମ। ଗଛର ଅନ୍ୟ ଗୋଟେ ନାମ କ'ଣ? ଘାସ ତ ନୁହଁ, ଅରଣ୍ୟ ତ ନୁହଁ, ଜଙ୍ଗଲ ତ ନୁହଁ, ଇଏ ନୁହଁ, ଇଏ ନୁହଁ, ଇଏ ନୁହଁ। ରାଇଟ୍ ଆନ୍ସର କିଏ? ତରୁ। ଦେଖ ପିଲାମାନେ, ଏଇଟା ମୁଁ ଟିକେ ଡେସ୍କ୍ରାଇବ୍ କରିବା ପାଇଁ ଚାହୁଁଛି। ଗଛର ପ୍ରତିଶବ୍ଦ ତରୁ ଗୋଟେ, ଆଉ ଗୋଟେ ହେଲା ପାଦପ। ପାଦପ ହେଲା। ତାପରେ 22 ନମ୍ବର କ'ଣ? ଆକାଶରେ ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି ବଦଳିଯିବା ଓ ଦଳ ଦଳ ପକ୍ଷୀ ଉଡ଼ିଯିବା ଦେଖି ପଠାଣି ସାମନ୍ତ କ'ଣ କରୁଥିଲେ? କାନ୍ଦି ପକାଉଥିଲେ, ଆନନ୍ଦରେ ନାଚୁଥିଲେ, ଆନନ୍ଦରେ କୁରୁଳି ଉଠୁଥିଲେ, ମଦ ଦୁଃଖ କରୁଥିଲେ। ରାଇଟ୍ ଆନ୍ସର ହେବ ଆନନ୍ଦରେ କୁରୁଳି ଉଠୁଥିଲେ, ଯେଉଁଟାକି ରାଇଟ୍ ଆନ୍ସର ଗ। 23 ନମ୍ବର, ପଠାଣି ସାମନ୍ତ ଗଛର ଉଚ୍ଚତା କାହା ସାହାଯ୍ୟରେ କହିପାରୁଥିଲେ? ଖଣ୍ଡେ କାଚ ଦ୍ୱାରା, ଖଣ୍ଡେ ବାଡ଼ି ଦ୍ୱାରା, ଖଣ୍ଡେ କାଠି ଦ୍ୱାରା, ଖଣ୍ଡେ ପଥର ଦ୍ୱାରା। ରାଇଟ୍ ଆନ୍ସର ହେବ ଖଣ୍ଡେ କାଠି ଦ୍ୱାରା। ତାପରେ ପଠାଣି ସାମନ୍ତ କେତେ ବର୍ଷ ବୟସରେ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ? 12 ବର୍ଷ, 10 ବର୍ଷ, 16 ବର୍ଷ, 18 ବର୍ଷ। ରାଇଟ୍ ଆନ୍ସର ହେବ 10 ବର୍ଷ। 25 ନମ୍ବର, ପଠାଣି ସାମନ୍ତଙ୍କ ପ୍ରକୃତ ନାମ କ'ଣ ଥିଲା? ପ୍ରକୃତ ନାମ କ'ଣ ଥିଲା? ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ଏଇଟା ଠିକ୍ ଥିଲା। ଠିକ୍ ଅଛି। ତାପରେ 26 ନମ୍ବର, ପଠାଣି ସାମନ୍ତଙ୍କ ସୂତ୍ର ସାହାଯ୍ୟରେ ଏବେ କାହାର ସଠିକ୍ ସମୟ ନିରୂପଣ କରାଯାଉଛି? ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ, ଜଗନ୍ନାଥଙ୍କ ପର୍ବପର୍ବାଣି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ। ଏଇଟା ହେଉଛି ରାଇଟ୍ ଆନ୍ସର ହେଲା। ଇଏ ହେଉଛି ରାଇଟ୍ ଆନ୍ସର। ତାପରେ ଦେଖିବା କ୍ୱେଶ୍ଚନ୍ ନମ୍ବର 27, ନିମ୍ନଲିଖିତ ମଧ୍ୟରୁ କେଉଁ ଯନ୍ତ୍ରଟି ପଠାଣି ସାମନ୍ତ ଉଦ୍ଭାବନ କରିନଥିଲେ? ଦେଖ ଏଇଟା ମୁଁ ଆଗରୁ ଟିକେ ପଢ଼ିଥିଲି, ତ ଏଇଥିରୁ ଯଦି ଆମେ ଦେଖିବା କରିନଥିଲେ ହେବ ନାହିଁ, କରିଥିଲେ ତ ଶଙ୍କୁ କରିଥିଲେ, ଖୋଗୋଲ କରିଥିଲେ, ଉଲମ୍ପି ଚକ୍ର କରିଥିଲେ। ତ ଏଇଟା ଯଦି କହିବା ଉପରୋକ୍ତ ସମସ୍ତ ହେବ। ଯଦି କରିନଥିଲେ ହେଲେ ଏଇଠି ଯଦି ଉପରୋକ୍ତ କୌଣସିଟି ନୁହେଁ ଥାନ୍ତା ତାହେଲେ ଠିକ୍ ହେଇଥାନ୍ତା ହେଲା। ତେଣୁକରି କରିନଥିଲେ, ଏଗୁଡ଼ାକ ତ ସବୁ କରିଥିଲେ। ତେଣୁ କ୍ୱେଶ୍ଚିନ୍ ଭୁଲ ଅଛି। ଯାହା ବି ହଉ ଭଲ କି ପାଠଟା ଯେ ବୁଝିଛି ପଢ଼ିଛି ସିଏ ହିଁ ଠିକ୍ ଭାବରେ କ୍ୱେଶ୍ଚିନ୍ ବି ଜାଣିପାରିବ ଭୁଲ ଅଛି ନା ଠିକ୍ ଅଛି। ଓକେ, ପିଲାମାନେ ପଠାଣି ସାମନ୍ତ ରଙ୍ଗୀନ କାଚ ଧରି କେଉଁଟିକୁ ଦେଖିବାକୁ ଚେଷ୍ଟା କରୁଥିଲେ? ଚନ୍ଦ୍ରକୁ, ସୂର୍ଯ୍ୟକୁ, ସପ୍ତର୍ଷିମଣ୍ଡଳ, ଧ୍ରୁବ ନକ୍ଷତ୍ର। ସୂର୍ଯ୍ୟ ହେଉଛି ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚିନ୍ ନମ୍ବର 29, କେଉଁ ବନାନଟି ଶୁଦ୍ଧ ଅଟେ? ସୂର୍ଯ୍ୟପରାଗ,
ସୂର୍ଯ୍ୟପରାଗ ସୂର୍ଯ୍ୟପରାଗ ଯାହା ବି ଏଗୁଡ଼ାକ ରାଇଟ୍ ଆନ୍ସର୍ ହେବ ଇଏ ସୂର୍ଯ୍ୟପରାଗ ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 30 ଶୂନ୍ୟ ଶବ୍ଦଟି ନିମ୍ନୋକ୍ତ କେଉଁ ଶବ୍ଦର ବିଶେଷଣ ଭାବେ ବ୍ୟବହାର ହୋଇପାରିବ? ଦେଖ ଶୂନ୍ୟ ଆକାଶ ଶୂନ୍ୟ ଏଇଟା ଆକାଶ ହେଉଛି ବିଶେଷ୍ୟ ଶୂନ୍ୟ ହେଉଛି ବିଶେଷଣ ଶୂନ୍ୟ ଆକାଶ ତା ସହିତ ଠିକ୍ ମିଶିପାରିବ। ତାପରେ 31 ନମ୍ବର ପଠାଣି ସାମନ୍ତ ରାତିରେ ଧ୍ରୁବତାରା ସପ୍ତର୍ଷିମଣ୍ଡଳ ଗ୍ରହ ନକ୍ଷତ୍ରମାନଙ୍କର ଗତି ଉଦୟ ଓ ଅସ୍ତ ଆଦି ସମୟର ହିସାବ କେଉଁଥିରେ ଲେଖି ରଖୁଥିଲେ? କାଗଜରେ, ତାଳପତ୍ରରେ, ବରପତ୍ରରେ, ଶାଳପତ୍ରରେ? ତାଳପତ୍ରରେ। ତାପରେ କ୍ୱେଶ୍ଚିନ୍ ନମ୍ବର 32 ଏଇଟା ହେଉଛି ଲାଷ୍ଟ ପଠାଣି ସାମନ୍ତ ଉଦ୍ଭାବନ କରିଥିବା ସୂର୍ଯ୍ୟଘଡ଼ି ବର୍ତ୍ତମାନ କେଉଁଠାରେ ଶୋଭା ପାଉଛି? ଆମେ ଆଗରୁ ଏଇଟା ଡିସ୍କସନ୍ କରିସାରିଲାଣି ରେଭେନ୍ସା କଲେଜ ହତାରେ ହେଲା। ପିଲାମାନେ ଏଇ ଭିଡ଼ିଓଟିକି ଯଦି ତୁମକୁ ଭଲ ଲାଗୁଛି ହେଲା ଭଲ ଲାଗିଲା ନିହାତି ଲାଇକ୍ କରିବା ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସାଙ୍ଗସାଥିମାନଙ୍କୁ ସେୟାର କରିବା। ଧନ୍ୟବାଦ।